ଆଜି ମତେ କାମକୁ ଯିବାକୁ ଇଚ୍ଛା ହେଲାନି ତ ମୁଁ ଘରେ ବସିକି ଫୋନ ଦେଖୁଥିଲି। ହେଲେ ମୋର ତ କପଡ଼ା ଫଟା, ମୁଁ ଘରେ ରହିଲେ କୋଉଠି ଟିକେ ବସିପାରିବି। ଆସିକି ମତେ ସାଙ୍ଗେ ସାଙ୍ଗେ ନେଇଗଲା ବାରିଆଡେ ଆଉ କହିଲା ଦେଖ ଆଉ ମାଟି ପକା। ମୁଁ ଯାଇ ଦେଖେ ତ ଲାଟ୍ରିନ୍ ଘର ସାଇଡରୁ ସବୁ ମାଟି ଧୋଇ ଯାଇଛି। କାହିଁକି ନା ଏଇ କିଛି ଦିନ ହବ ଯେଉଁ ବର୍ଷା ହୋଇଥିଲା ସେଇ ବର୍ଷାରେ ସବୁ ମାଟି ଧୋଇ ଯାଇଥିଲା। ତାପରେ ଆମେ 2 ଜଣ ମାଟି ପକେଇବାରେ ଲାଗିଗଲୁ। କାହିଁକି ନା ବାତ୍ୟା ତ ହବ ବୋଲି ହେଲାନି, ଭଗବାନଙ୍କ ଦୟାରୁ ଆମେ ବଞ୍ଚିଗଲୁ। ଯଦି ବାତ୍ୟା ହୋଇଥାନ୍ତା ଆମ କାଷ୍ଟ ଲୋକମାନଙ୍କର ବହୁତ କିଛି କ୍ଷୟକ୍ଷତି ହୋଇଥାନ୍ତା, ଖାସ କରି ଆମ ଗାଁ ଲୋକଙ୍କର। ଆଉ ତାଙ୍କ ଆର୍ଥିକ ଅବସ୍ଥା ବି ବହୁତ ଖରାପ ହୋଇଯାଇଥାନ୍ତା। କାହିଁକି ନା ଫନି ବାତ୍ୟାରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଏତେ ବିଗିଡି ଯାଇଛି ଯେ ସେ ସୁଧୁରି ପାରୁନାହାନ୍ତି। ଏତିକିରେ ତ ଆମେ କେତେ ପରିଶ୍ରମ କରୁଛୁ ଆପଣ ମାନେ ଦେଖୁଥିବେ। ଆଉ ଯଦି ବାତ୍ୟା ହୋଇଥାନ୍ତା ତାହେଲେ ତ ଆମର 12 ବାଜି ଯାଇଥାନ୍ତା। ହଉ ଆମର ଏବେ ମାଟି ବୁହା ସରିଗଲା, କିନ୍ତୁ ବହୁତ ପରିଶ୍ରମ ହେଲା। ଖାଲି ମୋ ସ୍ତ୍ରୀ ମିଶିଗଲା ବୋଲି ଜଣା ପଡିଲାନି। हे भगवान तेरी लीला अपरंपार है। ମୋ ସ୍ତ୍ରୀ ପାଖରେ ଥିଲେ ତ ମୁଁ ମାଟି କଣ ପାହାଡ ବି ହାଣିଦେବି। ରହୁଛି ସାଙ୍ଗମାନେ, ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗିଥିବ ତାହେଲେ ଆପଣମାନଙ୍କୁ ଅନୁରୋଧ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ।